ଇତିହାସର ଅର୍ଥ ଓ ପ୍ରାସଙ୍ଗିକତା। ଗ୍ରୀକ୍ ଶବ୍ଦ ଇଷ୍ଟୋରିଆରୁ ଇତିହାସ ଶବ୍ଦର ଉତ୍ପତ୍ତି। ଇଷ୍ଟୋରିଆର ଅର୍ଥ ଅନ୍ୱେଷଣ, ତଦନ୍ତ। ସେହି ଆଧାରରେ କହିଲେ ଅତୀତର ଅନ୍ୱେଷଣ ଲବ୍ଧ ଜ୍ଞାନ ହେଲା ଇତିହାସ। ଓଡ଼ିଆ ସମେତ ଅନେକ ଭାରତୀୟ ଭାଷାରେ ଇତି ବା ଅତୀତ ଅର୍ଥକୁ ଇତିହାସର ବ୍ୟୁତ୍ପତ୍ତି। ତେଣୁ ଇତିହାସ ଆମ ସଂସ୍କୃତିରେ ମଧ୍ୟ ଅର୍ଥ ଦେଲା ବ୍ୟତୀତ ଅତୀତ ସମ୍ବନ୍ଧୀୟ ଜ୍ଞାନ, ତଥ୍ୟ ପ୍ରମାଣ ଆଧାରିତ ଅତୀତର ବ୍ୟାଖ୍ୟା ଓ ସମୀକ୍ଷା। ଇଂରାଜୀରେ ତଥ୍ୟ ପ୍ରମାଣକୁ ସର୍ସେସ୍ କୁହାଯାଏ। ଐତିହାସିକ ଅତୀତ ସମାଜର ରୂପକଳ୍ପ ଦିଏ, ମାତ୍ର ତା ସହିତ ଆଧାର ହେଲା ତଥା ପ୍ରମାଣ। ଅର୍ଥାତ୍ ଇତିହାସ କୌଣସି ମନଗଢ଼ା କାହାଣୀ ନୁହେଁ। ପୁଣି ଇତିହାସ ଯେହେତୁ ଅତୀତର କାହାଣୀ, ଘଟଣାଗୁଡ଼ିକ ଘଟିବାର ବହୁ ବର୍ଷ ପରେ ଲେଖାଯାଇଥାଏ, ତାକୁ ନେଇ ଭିନ୍ନ ଭିନ୍ନ ମତ ରହିବାର କୌଣସି ଅବାସ୍ତବିକତା ନାହିଁ। ତଥ୍ୟ ପ୍ରମାଣକୁ ଅତୁଟ ରଖି ଭିନ୍ନ ଭିନ୍ନ ଦୃଷ୍ଟିରୁ ଇତିହାସ ଲେଖାଯାଇପାରେ। ଯେପରି ସେହି ଆଧାରରେ କହିଲେ ଇତିହାସ ସମ୍ବନ୍ଧୀୟ ଏକ ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ସର୍ବମାନ୍ୟ ହେବାର ବା ଇତିହାସରେ ଅନ୍ତିମ ସତ୍ୟ କୁହାଯିବାର କୌଣସି ପରମ୍ପରା ନଥାଏ। ଏହା ପ୍ରତି ଥର ନୂଆ ଭାବରେ ଇତିହାସ ଲେଖିବାକୁ ପ୍ରେରଣା ଦିଏ ତଥା ତହିଁରେ ସ୍ଥାପିତ ସାଧାରଣ ସତ୍ୟ ଜେନେରାଲାଇଜେସନକୁ ପ୍ରଶ୍ନ କରିବାକୁ ସୁଯୋଗ ଦିଏ। ଇତିହାସର ଦର୍ଶନ ତତ୍ତ୍ୱକୁ ଯେଉଁ ବିଭାଗରେ ଆଲୋଚନା କରାଯାଏ, ତାକୁ ଇତିହାସ ତତ୍ତ୍ୱ ବା ହିଷ୍ଟୋରିଓଗ୍ରାଫି କୁହାଯାଏ। ଘଟଣାଗୁଡ଼ିକ ଅତୀତରେ ସଂଘଟିତ ହେବାର ବହୁ ବର୍ଷ ପରେ ଇତିହାସ କାହିଁକି ଲେଖାଯିବ, ବର୍ତ୍ତମାନ ସମୟରେ ତା'ର ପ୍ରାସଙ୍ଗିକତା ରହିଛି କି ନାହିଁ, ଇତିହାସ ଲେଖନ ଓ ଅଧ୍ୟୟନ ବେଳେ ଯେଉଁ ପ୍ରଶ୍ନ ସବୁ ମହତ୍ତ୍ୱ ପାଏ, ସମୟ ବଦଳିବା ସାଙ୍ଗରେ ଇତିହାସ ଗବେଷଣା ଓ ଅଧ୍ୟୟନ କେମିତି ବିବର୍ତ୍ତନ ଆସେ, ସେସବୁ କଥା ଇତିହାସ ତତ୍ତ୍ୱରେ ଆଲୋଚନା ହୁଏ। ଇତିହାସ ତତ୍ତ୍ୱ ସମ୍ବନ୍ଧୀୟ ଅବଧାରଣା ଇତିହାସ ଅଧ୍ୟୟନକୁ ଋଦ୍ଧିମନ୍ତ ଓ ଉପଯୋଗୀ ତଥା ଆମୋଦଦାୟୀ କରେ। ଅତୀତ ଭାରତରେ ମଧ୍ୟ ଇତିହାସ ଅଧ୍ୟୟନ ଓ ସ୍ୱକୀୟ ପରମ୍ପରା ରହିଥିଲା। ମାତ୍ର ଆଧୁନିକ ସମୟରେ ଭାରତ ସମେତ ସମଗ୍ର ବିଶ୍ୱରେ ୟୁରୋପୀୟ ପରମ୍ପରା ସୃଷ୍ଟ ଇତିହାସ ଅଧ୍ୟୟନକୁ ଭିତ୍ତି କରି ଇତିହାସ ତତ୍ତ୍ୱ ଆଲୋଚନା କରାଯାଏ। ସେହି ପରିପ୍ରେକ୍ଷୀରେ ଦେଖିଲେ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ଜନ୍ମିତ ଗ୍ରୀକ୍ ଦାର୍ଶନିକ ହେରୋଡଟସ୍ ପ୍ରାୟ 848ରୁ 824 ଖ୍ରୀଷ୍ଟପୂର୍ବଙ୍କୁ ପ୍ରଥମ ଐତିହାସିକ ବା ଇତିହାସର ପାଠନର ଜନ୍ମଦାତା ବୋଲି କୁହାଯାଏ। ସେ ହିଷ୍ଟୋରି ଅଫ୍ ପେରିସିଆନ୍ ୱାର୍ସ ଶୀର୍ଷକ ପ୍ରଥମ ପୁସ୍ତକ ରଚନା କରିଥିଲେ। ପ୍ରାୟ 100 ବର୍ଷ ପୂର୍ବରୁ ଘଟିଥିବା ଗ୍ରୀସ୍ ପାରସ୍ୟ ଯୁଦ୍ଧର ଏହି ପୁସ୍ତକ ବିବରଣୀ ରହିଥିଲା। ଲୋକଙ୍କର ଜିଜ୍ଞାସା ସତ୍ତ୍ୱେ ଯୁଦ୍ଧ ସମୟରେ ତଥ୍ୟ ଓ ପ୍ରମାଣମାନ ଯେତେବେଳେ ବିସ୍ମୃତ ହେବା ବସିଲା, ହେରୋଡଟସ୍ ସେଗୁଡ଼ିକୁ ସାଇତି ରଖିବାରେ ଅଭିଜାତ୍ୟ ଅଭିପ୍ରାୟ ନେଇ ଗଦ୍ୟ ଶୈଳୀରେ ପୁସ୍ତକ ଉତ୍ଥାପନ କଲେ। ପଦ୍ୟ ରଚନାରୁ ତଥା କଳ୍ପନାଶ୍ରୁତ କାହାଣୀର ବିଭିନ୍ନ ପୁସ୍ତକ ଇତିହାସର ମର୍ଯ୍ୟାଦା ଲାଭ କଲା। ସେହି ଦିନରୁ ପ୍ରତ୍ୟେକ ଇତିହାସ ରଚନା ଶୈଳୀ ଗଦ୍ୟ ଆଧାରିତ ଓ ତଥ୍ୟ ପ୍ରମାଣ ଭିତ୍ତିକ ହୋଇ ରହି ଆସିଛି। ପାର୍ସିଆନ୍ ଯୁଦ୍ଧରେ କ'ଣ ସବୁ ଘଟିଥିଲା, ତା'ର ବିଶଦ ବିବରଣୀ ରହିଥିଲା ହେରୋଡଟସ୍ଙ୍କ ଲିଖିତ ଇତିହାସ ପୁସ୍ତକରେ। ଏହା ତତ୍କାଳୀନ ବୌଦ୍ଧିକ ବର୍ଗକୁ ସନ୍ତୁଷ୍ଟ କରିପାରିଲା ନାହିଁ। ସେମାନେ ଜାଣିବାକୁ ଚାହିଁଲେ ଘଟଣା ପଛର କାରଣଗୁଡ଼ିକ। ତା'ର ଉତ୍ତର ଦେବାକୁ ଯାଇ ହେରୋଡଟସ୍ ସମକାଳୀନ ଅନ୍ୟ ଏକ ଗ୍ରୀକ୍ ଦାର୍ଶନିକ ଥିଓଡିଆସ୍ ଲେଖିଲେ ହିଷ୍ଟୋରି ଅଫ୍ ପେଲୋପୋନେସିଆନ୍ ୱାର୍, ଯାହା ଯୁଦ୍ଧର କାହାଣୀ ସହିତ କାରଣଗୁଡ଼ିକ ମଧ୍ୟ ଦର୍ଶାଇଥିଲା। ଅର୍ଥାତ୍ ହେରୋଡଟସ୍ଙ୍କ ଇତିହାସ ପୁସ୍ତକ ଯଦି କ'ଣ ଘଟିଥିଲା ତା'ର ପ୍ରାଧାନ୍ୟ ଦିଆଯାଇଥିଲା, ଥିଓଡିଆସ୍ଙ୍କ ପୁସ୍ତକରେ କ'ଣ ଓ ସହିତ କାହିଁକି ଘଟିଥିଲା ତାକୁ ମହତ୍ତ୍ୱ ଦିଆଗଲା। ଏହି ଦୁଇ ପ୍ରଶ୍ନଗୁଡ଼ିକ କିଏ, କେବେ ଓ କେଉଁଠାରେ ଭଳି ତିନିଗୋଟି ପ୍ରଶ୍ନ ମିଶି ଅତୀତର ତଥ୍ୟକୁ ଏକ ମୋଟ ସ୍ୱରୂପ ପ୍ରଦାନ କଲେ। ଆଜି ପର୍ଯ୍ୟନ୍ତ ଏହି ପାଞ୍ଚଟି ପ୍ରଶ୍ନ ହ୍ୱାଏ, ହ୍ୱାଟ୍, ହ୍ୱାଇ, ହୁ, ହ୍ୱେନ୍ ଆଣ୍ଡ ହ୍ୱେର୍ ଇତିହାସର ରଚନାର ମେରୁଦଣ୍ଡ ହୋଇ ରହିଆସିଛି। ଅତୀତକୁ ନେଇ ଯେତେବେଳେ ଏହି ପାଞ୍ଚଟି ପ୍ରଶ୍ନ କରାଯାଏ, ତାହାର ଉତ୍ତରରେ ଇତିହାସ ଜଣାପଡ଼େ, ଯାହାକୁ ଆମେ ଇତିହାସର ଅର୍ଥ ବୋଲି କହିପାରିବା। ଏଥିରୁ କାହାରିକି ଇତିହାସ ଅଧ୍ୟୟନ ବେଳେ ଏଡ଼ି ଦିଆଯାଇ ନପାରେ। ସେଗୁଡ଼ିକ ସମାନ ମହତ୍ତ୍ୱର ମିଳିଲେ ଇତିହାସ କାର୍ଯ୍ୟ ଓ କାରଣ ମଧ୍ୟରେ ରହିଥିବା ସମ୍ବନ୍ଧକୁ ସୁସ୍ପଷ୍ଟ କରିବ। ଘଟଣାଟି ଘଟିଲେ ତା'ର ପଛରେ ଏକାଧିକ କାରଣ ରହିଥାଏ। କାର୍ଯ୍ୟ ଓ କାରଣ ମଧ୍ୟରେ ସମ୍ବନ୍ଧର ବିଶଦ ଆଲୋଚନା ଦେବା ଇତିହାସ ପାଠର ମୂଳ ଉଦ୍ଦେଶ୍ୟ।
ଇତିହାସ ଯଦି ଅତୀତ ଓ ସମୀକ୍ଷାତ୍ମକ ଅଧ୍ୟୟନ ଓ ବର୍ତ୍ତମାନ ତହିଁରୁ ବାଦ ପଡ଼େ ନାହିଁ। ଇତିହାସ ଅତୀତର ଘଟଣା ହେଲେ ସୁଦ୍ଧା ତହିଁର ଲେଖକ ତା'ର ଦୃଷ୍ଟି ଓ ତା'ର ପ୍ରଶ୍ନ ସବୁ ବର୍ତ୍ତମାନ କାଳୀନ ସେ ସମ୍ମୁଖୀନ ହେବାର ସମସ୍ୟାଗୁଡ଼ିକୁ ବର୍ତ୍ତମାନର। ତେଣୁ ଇତିହାସ ମୋଟାମୋଟି ଭାବେ ବର୍ତ୍ତମାନ ଦୃଷ୍ଟିକୋଣରୁ ଅତୀତର ଅଧ୍ୟୟନ ମାତ୍ର ହୁଏ। ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଭଳି ଐତିହାସିକ ଏକ ସୁଖଦ ଭବିଷ୍ୟତ କଳ୍ପନା କରି ବର୍ତ୍ତମାନର ଦୃଷ୍ଟିକୋଣରୁ ଅତୀତର ଅନ୍ୱେଷଣ। ଏହି ଆଧାରରେ ଅନ୍ୟ ସମସ୍ତ ବିଷୟ ଭଳି ଇତିହାସ ସମୟ ସହିତ ତାଳ ଦେଇ ନୂଆ ପ୍ରଶ୍ନ, ନୂଆ ଯୁକ୍ତି ଓ ଅଭିନବ ବିଶ୍ଳେଷଣମାନ ପ୍ରଦାନ କରେ, ଯାହା ସମ୍ପୂର୍ଣ୍ଣ ସମାଜ ଉପଯୋଗୀ। ଡାକ୍ତର ଯେମିତି ରୋଗର ଉପଶମ ଦେବା ଲାଗି ସମସ୍ୟାଗୁଡ଼ିକ ମୂଳକୁ ଯାଆନ୍ତି, ଐତିହାସିକ ମଧ୍ୟ ସମସ୍ୟାର ଚେରକୁ ବୁଝିବାକୁ ପ୍ରୟାସ କରେ। କୌଣସି ଘଟଣାକୁ ଉପରୁ ଠାରିଆ ଭାବେ ନ ଦେଖି ତା'ର ମୂଳକୁ ଦେଖିବା ହୁଏ ଐତିହାସିକତା। ଏହି ଇତିହାସ ଅଧ୍ୟୟନ ପ୍ରାସଙ୍ଗିକ କରେ ଐତିହାସିକ R.G. କଲିଙ୍ଗଉଡ୍ 1889-1943ଙ୍କ ମତରେ ପ୍ରତ୍ୟେକ ଇତିହାସ ହେଲା ସମକାଳୀନ ଇତିହାସ, କାରଣ ଏହା ବର୍ତ୍ତମାନ ପୃଷ୍ଠଭୂମିରେ ଅତୀତର ସିଂହାବଲୋକନ କରେ। ଯେମିତି ଅତୀତକୁ ସେମିତି ବର୍ତ୍ତମାନ ବାଦ ଦେଇ ଇତିହାସ ରଚନା ସମ୍ଭବପର ନୁହେଁ। ଏହି ଇତିହାସର ଅର୍ଥ ଓ ପ୍ରାସଙ୍ଗିକତା। ଏହି କାରଣରୁ ଐତିହାସିକ E.H. କାର୍ 1892-1982 ଇତିହାସକୁ ଅତୀତ ଓ ବର୍ତ୍ତମାନ ମଧ୍ୟରେ ଚାଲିଥିବା ଏକ ଅସରନ୍ତି ବାର୍ତ୍ତାଳାପ unending dialogue between the past and present ବୋଲି ପରିଭାଷିତ କରନ୍ତି। କେବଳ ଇତିହାସ ନୁହେଁ, ବରଂ ପ୍ରକୃତି ସମାଜର ସମସ୍ତ ବିଭାଗର ଆମୂଳଚୂଳ ଅଧ୍ୟୟନ ହେଲା ଇତିହାସର ପାଠ୍ୟ ସାମଗ୍ରୀ। ତେଣୁ ରାଜା ଓ ରାଜତ୍ୱର ଅତୀତରୁ ଆରମ୍ଭ କରି ବିଜ୍ଞାନ, ଗଣିତ, ଖେଳ, ଜୀବଜନ୍ତୁର ଅତୀତ ଯାଏ ସମସ୍ତେ ଇତିହାସ ଅଧ୍ୟୟନ ପରିଧି ଭିତରେ। ଏହା ଇତିହାସର ପ୍ରାସଙ୍ଗିକକୁ ଦର୍ଶାଏ। ସାରାଂଶ: ଇତିହାସ ଅର୍ଥ ହେଲା ଅତୀତ ସମ୍ବନ୍ଧରେ ଜ୍ଞାନ, ଯାହାକି ତଥ୍ୟ ଓ ପ୍ରମାଣ ଉପରେ ଆଧାରିତ। ତଥ୍ୟ ଓ ପ୍ରମାଣକୁ ଅତୁଟ ରଖି ଭିନ୍ନ ଭିନ୍ନ ଦୃଷ୍ଟିରୁ ଇତିହାସ ଲେଖାଯାଇପାରେ। ଇତିହାସ ଦର୍ଶନ ତତ୍ତ୍ୱ ଆଲୋଚନାକୁ ଇତିହାସ ତତ୍ତ୍ୱ ବା ହିଷ୍ଟୋଗ୍ରାଫି ବୋଲି କୁହାଯାଏ। ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ଜନ୍ମିତ ଗ୍ରୀକ୍ ଐତିହାସିକ ହେରୋଡୋଟସ୍ ଇତିହାସର ଜନ୍ମଦାତା ବୋଲି କୁହାଯାଏ, କାରଣ କାର୍ଯ୍ୟ ଓ କାରଣ ସମ୍ବନ୍ଧରେ ବିଶଦ ଆଲୋଚନା ହିଁ ଇତିହାସ ପାଠର ମୂଳ ଉଦ୍ଦେଶ୍ୟ। ଏହି ଐତିହାସିକ R.G. କଲିଙ୍ଗଉଡ୍ ମତରେ ପ୍ରତ୍ୟେକ ଇତିହାସ ସମକାଳୀନ ଇତିହାସ, କାରଣ ବର୍ତ୍ତମାନର ଦୃଷ୍ଟିକୋଣରୁ ଅତୀତ ଅଧ୍ୟୟନ କରାଯାଏ। ଇତିହାସର ପରିସର ବିସ୍ତୃତ, ତେଣୁ ଏହାର ପ୍ରାସଙ୍ଗିକତା ବହୁବିଧ। ଆଦର୍ଶ ପ୍ରଶ୍ନାବଳୀ: ପ୍ରତ୍ୟେକ ପ୍ରଶ୍ନ ପାଇଁ ଥିବା 4ଟି ସମ୍ଭାବିତ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ। ଇତିହାସ ଶବ୍ଦ କେଉଁ ଶବ୍ଦରୁ ଆନିତ ହୋଇଛି? ଷ୍ଟୋରିଆ, ରିଷ୍ଟୋରିଆ। ଇତିହାସର ଜନ୍ମଦାତା କିଏ? ହେରୋଡୋଟସ୍, ଥିଓଡୋସିୟସ୍, E.H. କାର୍, କଲିଂଟନ୍। ହିଷ୍ଟ୍ରି ଅଫ୍ ପର୍ସିଆନ୍ ୱାର୍ ପୁସ୍ତକଟି କିଏ ରଚନା କରିଥିଲେ? ହିଷ୍ଟ୍ରି ଅଫ୍ ପାଲୋପନେସିଆନ୍ ୱାର୍ ପୁସ୍ତକଟିର ରଚୟିତା କିଏ? ପ୍ରତ୍ୟେକ ଇତିହାସ ହେଲା ସମକାଳୀନ ଇତିହାସ, ଏହି ଉକ୍ତିଟି କାହାର? ଇତିହାସ ଅତୀତ ଓ ବର୍ତ୍ତମାନ ମଧ୍ୟରେ ଚାଲିଥିବା ଅସରନ୍ତି ଆଳାପ, ଏହି ଉକ୍ତିଟି କାହାର? ପ୍ରତ୍ୟେକ ପ୍ରଶ୍ନର 2 ଉତ୍ତର ବା 3 ଉତ୍ତର ବାକ୍ୟରେ ଲେଖ। ଇତିହାସ କହିଲେ ତୁମେ କ'ଣ ବୁଝ? କାହାକୁ ଇତିହାସ ତତ୍ତ୍ୱ କୁହାଯାଏ? ହେରୋଡୋଟସ୍ଙ୍କୁ କାହିଁକି ଇତିହାସର ପାଠକର ଜନ୍ମଦାତା କୁହାଯାଏ? ହେରୋଡୋଟସ୍ଙ୍କ ରଚନାର 2ଟି ପ୍ରମୁଖ ବୈଶିଷ୍ଟ୍ୟ କ'ଣ? କେଉଁ ଆଧାରରେ କୁହାଯାଏ ଯେ ଇତିହାସ ପାଠରୁ ବର୍ତ୍ତମାନକୁ ବାଦ ଦେଇ ହେବ ନାହିଁ? ଐତିହାସିକ R.G. କଲିଙ୍ଗଉଡ୍ଙ୍କ ଇତିହାସ ସମ୍ବନ୍ଧରେ ମତ କ'ଣ? କେଉଁ ଆଧାରରେ ଇତିହାସକୁ ଅତୀତ ବର୍ତ୍ତମାନ ମଧ୍ୟରେ ବାର୍ତ୍ତାଳାପ ବୋଲି କୁହାଯାଏ? ଥିଓଡୋସିୟସ୍ଙ୍କ ପ୍ରମୁଖ ଐତିହାସିକ ଯୋଗଦାନ କ'ଣ? କେଉଁ କାରଣରୁ ଇତିହାସ ଆଲୋଚନା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଇତିହାସ ସମକାଳୀନ ସମାଜର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କର। ଇତିହାସ ଆଲୋଚନା ନିମିତ୍ତ କ'ଣ ସବୁ ପ୍ରମୁଖ ପ୍ରଶ୍ନ ହେବା କଥା, ଏହିସବୁ ପ୍ରଶ୍ନର ଯଥାର୍ଥତାକୁ ନେଇ ଆଲୋଚନା କର।